रे मुझा देखु तो पाठ को बस्तानी ओजन हो जाऊँ आज्ञा आपन को देखा करे लगी मु कम कष्ट करी मैंने बहुत परिश्रम है आपन को देखा करे लगी चढ़ीबा ओल्लेबा ओल्लेबा चढ़ीबा এই চড়িবা ওলেবা চড়িবারে মো সময় অতিবাহিত হয়ে গেল তু চড়াটা আম বংশ আম বুনিয়াদি চড়া না আম অঞ্চলে আমার না অছি চড়া মো বাপা এভেরেস্ট চড়ুলে মো জেজে হিমালয় চড়ুলে মু বহড়িও চড়ুছি চড়িবা ওলেবারে মো সময় অতিবাহিত হয়ে গেল আগে গাঁ মুঠু ওটেরে চড়িলি হোটেল চলি ଗାଁ ମୁଣ୍ଡରୁ ଅଟୋରେ ଚଳିଲି ବଜାର ମଝିରେ ଓହ୍ଲେଇଲି ବଜାର ମଝିରୁ ବସରେ ଚଳିଲି ଗାନ୍ଧୀ ଛକରେ ଓହ୍ଲେଇଲି ଗାନ୍ଧୀ ଛକରୁ ଟଲିରେ ଚଳିଲି ଆସିକି ଆପଣଙ୍କ ପାଖରେ ପହଞ୍ଚିଲି ଏଇ ଚଳିବା ଓହ୍ଲେଇବା ଚଳିବାରେ ସମୟ ଅତିବାହିତ ହେଇଗଲା ବାବା ଆସିଲ କୁଆଡେ ଗୁରୁଦେବ ମୋର ହଉନି ତୋର ହଉନି ନା ଜନ୍ଦା ପିମ୍ପୁଡି ହଉନି ତୋର କଣ ହଉନି ଗୁରୁଦେବ ଜନ୍ଦା ପିମ୍ପୁଡିକର ହଉଛି ହତଭାଗା ମୁଁ ମୋର ଏପର୍ଯ୍ୟନ୍ତ ହଉନି ମାନେ ଟୋକି ପଟେଇବା ମୋ ଦ୍ୱାରା ହଉନି ମାନେ ବହୁତ ଚେଷ୍ଟା କଲି ସବୁ ଯିଏ ଯାହା କହିଲା କଲି ଏମିତି ଗୁଣିଆ ଆଶ୍ରୟ ନେଲି ସମସ୍ତଙ୍କ ପରାମର୍ଶ ନେଲି ପଇସା ଖର୍ଚ୍ଚ ହେଇଥିବ 17,000 ଟଙ୍କା ଗୁଣିଆ ଖାଇଛି ନା ହଁ ଯିଏ ଯାହା କହିଲା ଆଜି ମୋର ସାଙ୍ଗ ଜନ୍ମେଜୟ ପଟାମୁଣ୍ଡିରେ ଭେଟ ହେଲେ ଆଚ୍ଛା ଆଇଛନ୍ତି ଏଇ ଭେଟ ହେଇଗଲେ ସିଏ ମତେ ପରାମର୍ଶ ଦେଲେ ଆପଣଙ୍କ ମାନେ ପ୍ରେମିକ ତାଲିମ କେନ୍ଦ୍ର ଆପଣଙ୍କ ପ୍ରେମିକ ତାଲିମ କେନ୍ଦ୍ର ଠିକଣା ସେ ମତେ ଦେଲେ କହିଲେ ଗୁରୁ ସହିତ ଦେଖା କରିବ ଗୁରୁ ସହିତ ଦେଖା କଲେ ତମେ ସେଇଠି ସେକ୍ସ ହବ କୋଉଟା ନା ସକ୍ସେସ୍ ସେଇଥିପାଇଁ ମୁଁ ଆପଣଙ୍କୁ ଦେଖା କରିବା ପାଇଁ ବହୁ କଷ୍ଟ କଲିଣି ଆପଣ ଟିକେ କରୁଣା କରନ୍ତୁ ମୁଁ ଯେମିତି ସନ୍ଧ୍ୟା ସୁଦ୍ଧା ଆଜି ଗୋଟେ ବାପା ତୋ ବେଳ ଭଲ ପଡିଗଲା ଆଉ ହଁ ମୋର ମୀନ ରାଶି ପୂର୍ବ ଭାଗର 26 ବାର ହଁ ଆଚ୍ଛା ଠିକ ଅଛି ମୋ ପାଖରେ ପହଞ୍ଚିଲି ଯେ ଦୟା କରନ୍ତୁ ହେଲୁ ବୋଲି ଦୟା କରନ୍ତୁ ଟିକେ ଦୟା କରନ୍ତୁ ଆଚ୍ଛା ବାପା ତୋ ନାଁ କଣ କହିଲୁ ଆଜ୍ଞା ମୋ ନାଁ ମହୁଆ ଦାସ ବାପା ନା ବାଳ ଗୋପାଳ ଦାସ ମା ନା ବାଳ ମୁକୁଳି ଦାସ ତୋ ଘର ପାଳ କାଟି ପୋଷ୍ଟ ପାଳ ଶଙ୍କର ପଡା ଭାଇଆ ପାଳପୁର ତୁ ତ ଶଳା ବାଳରେ ମତେ ପୋତି ପକେଇଲୁ ଆଜ୍ଞା 3x ବାଳ ଖାଲି ବାଳ 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 ପାଇଁ ପାଟିରେ କେବଳ ବାଳ ଦେତା ଆଉ କିଛି କରୁଛି ଗୁରୁଜୀ ଆପଣ ଫିସ୍ କେତେ ନେଉଛନ୍ତି ମୁଁ 500 ନେଉଛି ଆଉ ଆଜ୍ଞା ମୁଁ 1000 ଦେବି ଢେର ପଇସା ଢେର ଆଡେ ଖର୍ଚ୍ଚ କଲେଣି ସବୁଆଡେ ବିଫଳ ହେଇଛି ଆଚ୍ଛା ମୁଁ 1000 ଟଙ୍କା ଗୁରୁଜୀ ଦଉଛି ମତେ ଟିକେ କୋଚିଂ ଦିଅନ୍ତୁ ମୁଁ ଆଉ ଅବସ୍ଥାରେ ନାହିଁ ମତେ ଟିକେ କୋଚିଂ ଦିଅନ୍ତୁ ମୁଁ ଯେମିତି ସନ୍ଧ୍ୟା ସୁଦ୍ଧା ଗୋଟେ ଟୋକି ପକେଇବି ଆପଣ ତତେ ସଫ୍ଟ କୋଚିଂ ଦେଇ ହବନି ହାର୍ଡ କୋଚିଂ ଦେବାକୁ ପଡିବ ଆଜ୍ଞା ତୁ ଯୋଉ ଅବସ୍ଥାରେ ଅଛୁ ଆଜ୍ଞା ମତେ ଟିକେ ଦୟା କରନ୍ତୁ ଶୁଣ ମୁଁ ଯାହା କହିବି ସେଇଆ କରିବୁ ନିଶ୍ଚୟ ନିଶ୍ଚୟ ଏଇ ନାକ ସିଧା ଯିବୁ ନାକ ସିଧା କାହିଁକି ତା କାନ ଦେଇକି ବୁଲିଗଲେ ମାର ଖାଇବୁ ତତେ ମୁଁ ଯାହା କରୁଛି ସେଇଆ କରିବୁ ନାକ ସିଧା ଯିବୁ ନାକ ସିଧା ଯିବି ଗୋଟେ ଚାଳ ଘର ପଡିବ ତାଙ୍କର କଣ ଇନ୍ଦିରା ଆବାସ ନାହିଁ ମିଳିନି ଚାଳ ଘର ପଡିବ ଚାଳ ଘର ଭିତରେ ଗୋଟେ ଝିଅ ଖାଲି ଏପଟ ସେପଟ ହଉଥିବ ତାକୁ ପାଣି ଗ୍ଲାସ ମାଗିବୁ ଯେମିତି ସେ ପାଣି ଗ୍ଲାସ ଦବ ମାଡି ବସିବ ମାଡ ହବ କିଳାଟାରେ ଏନ୍ଏଚରେ ଯାଉଛି ମୁଁ ହୁଇସିଲି ପାରିବି ଆଜି ଆସିବ ସେଇ କଣ ଯିବି ଠିଆବି ପାଣି ଗ୍ଲାସ ଲାଗିବି ପାଣି ଗ୍ଲାସ ଦେବି ସେ ଦବ ମୁଁ ପାଣି ବସି ଏମିତି ବାଡେଇବେ ପଟା ମୁଣ୍ଡେଇ ରେଫର କରିବ ସମ ଓ ମା ଘଇଟା ହବ ନା ତତେ ତ ମୁଁ ଯାହା କହିବୁ ସେଇଆ କରିବୁ କାମ କରି ଚାଲି ଆସିବୁ ତେଣି କଣ ହବ ସେ କଥା ମୁଁ ବୁଝିବି ବରଂ ତୁ ଲାଭରେ ରହିବୁ ମୁଁ ଲାଭରେ ରହିବି କଣ ଲାଭରେ ରହିବୁ ମତେ ପଚାରିବୁ କଣ ଯୋଉ ଝିଅ ଜମା ମିଠା ଖାଇ ନଥିବ ଯଦି ତା ପାଟିରେ ମିଠା ବାଜିଲା ସେ ମିଠା ବାଲାକୁ ଖୋଜିବ ନା ନାଇଁ କହ
ଗାମଛାଟା ଦିଅନ୍ତୁ। ଗାମଛାଟା ଦେଲେ ମୁଁ ଏଉଠୁ ପାଲ୍ଟି ଦେଇକି କାମ ସାରିକି ଫେରିବି। ବୁଦ୍ଧି ଦେଲି ପୁଣି ଗାମୁଛା ଦେବି। ମୋ ପାଟିରୁ ଅଖାଡ଼ିଆ କଥା ଅଖାଡ଼ିଆ କଥା ଆପଣ କହିବା ଦରକାର ନା। ଆପଣ ହେଲେ ଗୁରୁ, ମୁଁ ହେଲି ଶିଷ୍ୟ। ମୁଁ ନାଁ ଲେଖେଇଲି, କୋଚିଂ ନେଇଛି। ଆପଣ ଦେଖେଇଲେ ଗୋଟିଏ, ମୁଁ କରିବି କୋଟିଏ। ଆପଣ ମତେ କହିଲେ ନାକ ସିଧା ଯିବୁ, ଚାଳ ଘର ପଡ଼ିବ, ଘର ଆଗରେ ଠିଆ ହେବୁ, ଝିଅ ପିଲାଟା ଏକର ସେକର ହଉଥିବ, ତାକୁ ପାଣି ଗ୍ଲାସ ମାଗିବୁ, ମାଡ଼ି ବସିବୁ। ଆପଣ ଟିକେ ଡାଇରେକ୍ଟ କରିଦେଲେ। ତୁ କଣ ଇନଡାଇରେକ୍ଟ କରୁନୁ? ମୁଁ ତାକୁ ଟିକେ ବାଇପାସ୍ ଦେଇକି ଦେଇଯିବି। ମୁଁ ଯିବି, ଘର ଆଗରେ ଛିଡା ହେବି, ମୋବାଇଲ ପକେଟରେ ବାହାର କରିକି ଆଗେ ଖେଞ୍ଚିବି। କହେ ମୋବାଇଲ ଖେଞ୍ଚି ସାରିଲା ପରେ ସେ ଝିଅଟି ଯିବା ଆସିବା କରୁଥିବ, ତାକୁ ଟିକେ ଅନେଇ ହସି ଟିକେ ନାଳେଇବୁ ପାଣି ଗ୍ଲାସ ଦଉନା କହିବ ଦବ, ମୁଁ ମାଡ଼ି ବସିବି। ଆଜ୍ଞା ମୁଁ କଣ ଛାଡ଼ିବି? ନା ମୁଁ ଛାଡ଼ିବା ପିଲା ନୁହଁ, ମୁଁ ବାଘ ଛୁଆ। କାହା ଛୁଆ? ବାଘ ଛୁଆ। ତୁ ବାଘ ଛୁଆ? ମୁଁ ଫେର ହବାର ଚାନ୍ସ ନାହିଁ। ବାଘ ତୋ ମା ପାଖକୁ ଯାଇଥିଲା, ତୋ ମା ବାଘ ପାଖକୁ ଆସିଥିଲା ନା ତମ ମା ଘଇତା ପାଖକୁ ଆସିଲା। ଆପଣ ଆଶୀର୍ବାଦ କରନ୍ତୁ ଆଜ୍ଞା, ଆଶୀର୍ବାଦ କରନ୍ତୁ ଆଜ୍ଞା। ମୁଁ ଯେମିତି ସକ୍ସେସ୍ ଚାଲିଲି ଚାଲିଲି। ନାକ ସିଧା କହିଛନ୍ତି, ମୁଁ ନାକ ସିଧା ଘର ପଡ଼ିବ, ଏତିକି ଆଶୀର୍ବାଦ। ହେ ଗୁରୁ ତୁମେ ମଙ୍ଗଳମୟ କୃପା। ଆଣ୍ଠାନା ଯା। हे गुरु तुम्हें मंगलमय। ये टोका जेमिति होती सागे सागे घटना घटईदेव। तो आम प्रेमिक तालीम केन्द्र केते 20 पिला गले, ये सला धोनी की किता काटी। हेलो 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 मिठी, हेलो कांदुचु कहीं? हेलो कौन है कौन? कौन है ये कथा कौन कहूँ लहरा लगे कांदुचु गला। हाँ हाँ अरे तेरिकी ये 8 दिन मो प्रेमिक तालीम केन्द्र मु खोली नी तो कादे लगी बहिनी करती तू एति ओलिया कांदुचु। से ततबा गुप्तुब घुगुन देकी जाती तू खाइलु, मु दुकान खोली आसी तू पुणी ता भीतर कांदुचु कहीं? तेरिकी ये कथा कौन है कह मते। हाँ 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 तू रख, मु दुकान बंद कर जाऊँगी, कौन है मु बुझुची। रख 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 ଛଡ଼ା ଜଳ ଉଜୁଡ଼ି ବେମାରୀ ହେଇଛି ନା କଣ? ପେଟ ଫାଙ୍କିଛି ନା କଣ? ହଉ ଗୁରୁଜୀ ପ୍ରଣାମ। ଗୁରୁଜୀ ପ୍ରଣାମଟା କାହିଁ ବଦଳିଗଲା? ଗୁରୁଜୀ ପ୍ରଣାମ କର, ଦୁର୍ବଳ ହେଇଗଲି। ଗୁରୁଜୀ ପ୍ରଣାମ। ମୁଁ ପିଟୁ ଛକା ପିଡ଼ିଦେବି। ହଁ ମୁଁ ଭଲ କ୍ରିକେଟ ଖେଳେ, ଆମ ଅଞ୍ଚଳରେ ମୋର ନାଁ ଅଛି। ମୁଁ ଜଣେ ଭଲ ବ୍ୟାଟ୍ସମ୍ୟାନ୍। ବ୍ୟାଟ୍ ଉଠିବ ମାନେ ପଡ଼ିଆରେ ମୁଁ ଭାଷଣ ରଖେଇଦେବି, ଚନ୍ଦା କରିଦେବୁ। ମୁଁ ଭଲ ଖେଳେ, ମୁଁ ବ୍ୟାଟିଂ ଯେମିତି କିପିଂ ସେମିତି। ହଁ କିନ୍ତୁ ଟିକେ ବାଉଳା ହେଇଗଲା। କ'ଣ ବାଉଳା ହେଲା? ମୁଁ ପେଟ ଆଉ ପାଇଲି କୋଉ ଜାଗାରେ ରହିଗଲା। ମୁଁ ଢେର ଉଣ୍ଡାଳି ମିଳିଲାରେ ଗାମୁଛାଟା ପିନ୍ଧି ଦେଲେଣି। ଭଲ କଲୁ। ଆଚ୍ଛା ମୁଁ ଯୋଉ ଜାଗାକୁ କହିଥିଲି ତୁ ଯାଇଥିଲୁ ଟି? ମୁଁ ଶିଷ୍ୟ, ଆପଣ ଗୁରୁ, ଆପଣ କଥା ମୁଁ ଅବଜ୍ଞା କରିବି ନା। ଆପଣ ଯାହା କରୁଛନ୍ତି ମୁଁ ଅକ୍ଷରରେ ପାଳନ କରିବି। ଆପଣ ମତେ କହିଥିଲେ ନାକ ସିଧା ଯିବୁ, ମୁଁ ନାକ ସିଧା ଗଲି। ନାକ ସିଧା ଚାଲିଲା ବେଳକୁ ଆଗରେ ଗୋଟେ ଛକ ପଇଲା। ଛକ ପଇଲା, ସେ ଛକର ଡାଣୁ ଗଲି। ଡାଣୁ କିଛି ବାଟ ଗଲା ପରେ ଆଉ ଗୋଟେ ଛକ ପଇଲା, 2-3ଟା କେବିନି ଅଛି, ଗୋଟେ କଦମ ଗଛ ଅଛି, ଟ୍ୟୁବୱେଲ୍ ଅଛି। ସେ ଛକରେ ଯାଇକି ତା ବାହାକୁ ଯାଇକି ଆଉ କିଛି ବାଟ ନେଲା ପରେ ଚାଲିଲା ଗଲା ପରେ ଗୋଟେ ଚାଳ ଘର ପଇଲା। ଚାଳ ଘର ପଇଲା? ଆଚ୍ଛା ସେ ଘର ଆଗରେ ଗୋଟେ ଇଲେକ୍ଟ୍ରିକ୍ ଖୁଣ୍ଟି ଅଛି କି? ଗୋଟେ ଇଲେକ୍ଟ୍ରିକ୍ ପୋଲ ଅଛି। ହଁ ଗୋଟେ ଇଲେକ୍ଟ୍ରିକ୍ ପୋଲ ଅଛି। ଆଉ କିଛି ବାଟ ଚାଲିଗଲା ପରେ ଗୋଟେ ନଡ଼ିଆ ଗଛ ପଇଲା। ନଡ଼ିଆ ଗଛ ମୁଁ ଦେଖିଲି, ହଁ ପଡ଼ିଛି। ଆଉ କିଛି ବାଟ ଗଲା ପରେ ଆଉ ଗୋଟେ ଗଛ ପଇଲା।
ଏଇଭଳିଆ ଖାଲି ଓଳିଛି ଫଳିଛି ଏଇଭଳିଆ ସାରା ଯିଏ ଲଗେଇଛି ତା ହାତଟା ଭଲ ଏଇଭଳିଆ ଭଲ ଚାଷ ଜାଣେ ସେ ଯିଏ ଲଗେଇଛି ମୁଁ ତାକୁ ଏଇଠୁ କୃତଜ୍ଞତା ଜ୍ଞାପନ କରୁଛି ଆତାବି ହଁ ବା ଆଉ କିଛି ଗୋଟେ ଗଲା ପରେ ଦେଖିଲି ମୋ ଚାଙ୍କିନି ପଇଲା ନା ଆମେ କହିଲି ଏତେ ବାଟ ଆଉ ଦେଖିହେବନି ଗୁରୁ ଏତେ ବାଟ କହିନାହାନ୍ତି ସିଧା ସେ ଘର ଭିତରୁ ପଶିବା ପାଇଁ ଉଦ୍ୟମ କଲି ମୁଁ ଯେମିତି ଘର ଭିତରୁ ଦେଖିଥିଲି ଯେମିତି ବାଟ ଛୋଟ ତଥାପି କଷ୍ଟ କଷ୍ଟ ଘର ଭିତରୁ ପଶିଗଲି ଦେଖିଲି ଇଏ ଜମି ଜମା ହଳ ହେଇନି ରାଣ୍ଡିକୁ ମୁଁ ପ୍ରଥମେ ହଳ କରିବି ଗାମୁଛା ପିନ୍ଧି ଖେଳ କରିଦେଇ ମୋ ଜମିରେ ହଳ କରିନି ତ ହ୍ୟାଲୋ ମିଠି କାନ୍ଦୁଛୁ କାହିଁକି କଥାଟା କଣ ହେଇଛି କଣ କାନ୍ଦୁଛୁ କାହିଁକି ପନିରଟା ହାତରେ ପଡିଗଲା ନହେଲେ ତା ବାବା ବାପା ବାବା କହିବାକୁ ଅଧଘଣ୍ଟା ପଳୁ ମୁଁ କହିଲି ବୋଧେ ବାବର କହିଲା ଯାହା ପାଠରେ ଥିବ ସେଇଆ କହିଦେବି ତମେ ବାଡ ଦେଇକି ରଖିବ ସେ କାହିଁକି ଆଜି ଫସଲ ଖାଇବ ନା ଚାଲ ଦେଲନି ଫସଲ ଖାଇଲା ଖାଇଲା ଆଉ କଣ କରିଛି ଜାଣିଛ କଣ କରୁଛୁ କାଳେ ସେ ପରୀକ୍ଷାରେ ପାସ୍ କରିଛି ବୋଲି ତାଙ୍କ ସାର୍ ବିଶ୍ୱାସ କରିବେନି ସେଇଥିପାଇଁ ଗୋଟେ ପ୍ରମାଣ ନେଇକି ଗଲା ମୁଁ ଯେତେ ପଢିଲେ ସେ ଦେଲାନି ସେ ପଢିଛି ତାକୁ ଖାଇବି ତା ସାରକୁ ଖାଇବି ପ୍ରମାଣ କଣ କହ ପ୍ରମାଣ କଣ କହବେ ପ୍ରମାଣ ହଉଛି ଏଇ ଗାମୁଛା ଆଉ ମୁଁ ଏକ୍ଜାମ ଦେଇଥିଲି କାଳେ ଭଲ ନମ୍ବର ରଖିଥିବି କି ନ ରଖିଥିବି ଆପଣ ସନ୍ଦେହ କରିବେ ସେଇଥିପାଇଁ ଏ ଗାମୁଛା ପିନ୍ଧିକି ଚାଲି ସତୀ ତୁଳସୀ ସତୀ ଚଉରା ଚଉରା ଦେବ ଗାମୁଛା ଦେବ କୋଉଟା ଏଇଟା ନା ସେଟା ଗୋଲ ନା କାହିଁକି ଖୋଲିବିନି ଆଉ ନାଇଁ ତାପରେ ପେଣ୍ଠ ବଧକଟା ଛଡ଼ା ମୁଁ ମିଠି 7 ବର୍ଷରୁ 17 ବର୍ଷ ପର୍ଯ୍ୟନ୍ତ ପାଳିଥିଲି ତାକୁ ଏପର୍ଯ୍ୟନ୍ତ ଷ୍ଟାର୍ଟ କରିନଥିଲି ସେ କାମ ମାଗିଲା 1000 ଟଙ୍କା ଦେଲୁ ମୋ ଠୁ ବୁଦ୍ଧି ନେଲୁ ଶଳା ମୋରି କିଆରି ତୁ ହଳ କଲୁ ଆଜ୍ଞା ଗୁରୁଦେବ ନିମପୁରେ ପାଠ ପଢିଲି ଆଉ ତ ମାଳିପୁରେ ପରୀକ୍ଷା ଦେଇଥାନ୍ତି ଏ ମିଠି ଇଏ ଶଳାକୁ ରେପ କେସ୍ ସେ କେସ୍ ମୁଁ କରିନି ନା ଆମେ ଧନକୁ ଯିବନି ଆଉ ମେ ହଉଥିଲୁ ମଲା କଷ୍ଟ ହଉଥିଲା ବୋଲି କହୁଥିଲି ଆଉ ସେ କଷ୍ଟ ମଷ୍ଟ ନାହିଁ ଆୟୁର୍ବେଦିକ ଖାଇଛି ଆଉ ତାପରେ ଧାନକୁ ଯିବି କଣ ସମସ୍ତଙ୍କୁ ଜଣେଇବାକୁ ମୁଁ ଦେଖୁଛି ଟୋକାକୁ ବଞ୍ଚେଇବାକୁ ତୁ ଚେଷ୍ଟା କରୁଛୁ କଣ ବଞ୍ଚେଇବା ଯୋଉ ଜମାରୁ ମିଠା ଖାଇନଥିଲା ସେ ମିଠା ଖାଇଲା ପରେ ସେ କଣ ମିଠା ବାଲାକୁ ଭୁଲି ପାରିବ ଏମିତି ଭୁଲିବ ମୋର କଣ ଯାଇନାହିଁ ମିଠା ମୋର ଡାଳି ଗଜା